ଗୁଣାଢୟଙ୍କର ବୃହତ୍ କଥା ବିଶ୍ୱ କଥା ସାହିତ୍ୟରେ ନିଜ ଶୈଳୀରେ ଅତୁଳନୀୟ। ରାମାୟଣ ଓ ମହାଭାରତକୁ ବାଦ୍ ଦେଲେ ଏହା ସଂସ୍କୃତ ସାହିତ୍ୟ ପରମ୍ପରାର ସବୁଠୁ ପ୍ରଭାବଶାଳୀ ପୁସ୍ତକ। ସେ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆନ୍ଧ୍ରର ରାଜା ସାତବାହନଙ୍କର ସମସାମୟିକ ଥିଲେ ଓ ପୁସ୍ତକଟିକୁ ପ୍ରାକୃତ ଭାଷାରେ ଲେଖିଥିଲେ। ପରବର୍ତ୍ତୀ କାଳରେ ଅନେକ ଲେଖକ ତାକୁ ସଂସ୍କୃତ ଭାଷାରେ ଅନେକ ଥର ଅନୁଦିତ କରିଥିଲେ। ସେହିସବୁ ପୁସ୍ତକମାନଙ୍କ ମଧ୍ୟରେ ସୋମଦେବ ଭଟ୍ଟଙ୍କ ରଚିତ କଥା ସରିତ ସାଗର ସବୁଠୁ ବେଶୀ ଲୋକପ୍ରିୟ। ଏହି ପୁସ୍ତକକୁ ସମ୍ଭବତଃ ସେ 11ଶ ଖ୍ରୀଷ୍ଟାବ୍ଦରେ ରଚନା କରିଥିଲେ। ପ୍ରକୃତରେ କଥା ସରିତ ସାଗର ଭାରତୀୟ କଥା ପରମ୍ପରାର ଭଣ୍ଡାର। ଏଥିରେ ପୁରାଣ ଓ ଇତିହାସ, ବାସ୍ତବ ଓ ଅବାସ୍ତବ, ସତ୍ୟ ଓ ଇନ୍ଦ୍ରଜାଲର ଅଦ୍ଭୁତ ମିଳନ ଘଟିଛି। ଅଦ୍ଭୁତ ଚରିତ୍ର ଓ ଇତିହାସ ପ୍ରସିଦ୍ଧ ନାୟକମାନଙ୍କର କଥା ବି ଏଥିରେ ଅତି ସୁନ୍ଦର ଓ ଚମତ୍କାର ଭାବରେ କୁହାଯାଇଛି। ବ୍ୟାଡ଼ି, ବରରୁଚି, ଇନ୍ଦ୍ରଦତ୍ତ ଓ ପାଣିନିଙ୍କ ଭଳି ବହୁ ପଣ୍ଡିତ ଓ ବ୍ୟାକରଣବିଦ୍ମାନଙ୍କ ବିଷୟରେ ଅନେକ ରୁଚିପୂର୍ଣ୍ଣ କାହାଣୀ ମଧ୍ୟ ଏଥିରେ ଅଛି। ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରୁ ମଧ୍ୟଯୁଗ ପର୍ଯ୍ୟନ୍ତ ଭାରତୀୟ ପରମ୍ପରା ଓ ସଂସ୍କୃତିର ଦସ୍ତାବିଜ ରୂପେ କଥା ସରିତ ସାଗରକୁ ବିବେଚନା କରାଯାଇପାରେ। କଥା ସରିତ ସାଗର କଥାମାନଙ୍କର ଏକ ରହସ୍ୟଭରା ସିନ୍ଧୁକ। ସେହି ସିନ୍ଧୁକ ଭିତରେ ପେଡ଼ି ଭିତରୁ ପେଡ଼ି ଓ ପୁଣି ପେଡ଼ି ଭିତରେ ଫରୁଆ ଓ ଫରୁଆ ଭିତରେ ଫରୁଆ ଭଳି କାହାଣୀମାନେ ବାହାରି ଆସନ୍ତି। ମୋର ଦୃଢ଼ ବିଶ୍ୱାସ ଏହି ଅନୁବାଦ ନୂଆ ପିଢ଼ିର ପାଠକମାନଙ୍କୁ ନିର୍ମଳ ମନୋରଞ୍ଜନ ଦେବା ସଙ୍ଗେ ସଙ୍ଗେ ଭାରତୀୟ ପରମ୍ପରା ଓ ସଂସ୍କୃତି ସହିତ ସୁପରିଚିତ କରାଇବାକୁ ସମର୍ଥ ହେବ। କଥା ସରିତ ସାଗରର ଅଷ୍ଟବିଂଶତି ଗଳ୍ପ। ସୁନ୍ଦର ସେନ କଥା। 2ୟ ଅଧ୍ୟାୟ। ଅଳକାକୁ ଯିବାର ସୁବିଧା କରିବାକୁ ସୁନ୍ଦର ସେନ ଓ ମନ୍ଦାରବତୀ ଓ ଦୃଢ଼ବୁଦ୍ଧିକୁ ସାଙ୍ଗରେ ନେଇ ସମୁଦ୍ର କୂଳକୁ ଗଲା। ସେ ଜଣେ ବଣିକ ଯୁବକର ଜାହାଜଟିଏ ଦେଖିଲା। ସେମାନଙ୍କୁ ତାର ଜାହାଜରେ ନେଇ ଅଳକାରେ ପହଞ୍ଚାଇ ଦେବା ପାଇଁ ସେ ବଣିକ ଯୁବକକୁ ଅନୁରୋଧ କଲା। ବଣିକ ଯୁବକଟି ଖଳ ସ୍ୱଭାବର ଥିଲା। ନୀଚ ମନା ହେତୁ ସେ ମନ୍ଦାରବତୀର ରୂପରେ ପାଗଳ ହୋଇଗଲା। ସେ ଜାହାଜ ଭିତରକୁ ଯାଇ ଅନ୍ୟ ନାବିକମାନଙ୍କ ସହିତ ପରାମର୍ଶ କଲା ଓ ମୁହୂର୍ତ୍ତକ ପରେ ଜାହାଜଟି କୂଳରେ ଲାଗିଲା। ରାଜକୁମାର ପ୍ରଥମେ ମନ୍ଦାରବତୀକୁ ଜାହାଜ ଉପରକୁ ଉଠିବାକୁ ସାହାଯ୍ୟ କଲା। ହେଲେ ସେ ତାର ବନ୍ଧୁ ଦୃଢ଼ବୁଦ୍ଧି ସହିତ ଜାହାଜ ଉପରକୁ ଉଠିବା ପୂର୍ବରୁ ଜାହାଜଟି କୂଳ ଛାଡ଼ିଦେଲା। ସେମାନେ ଠକି ଯାଇଛନ୍ତି ବୋଲି ଜାଣିଲେ। ଭାଗ୍ୟକୁ ଭରସା କରି ସେମାନେ କୂଳରୁ ଚାଲି ଆସିଲେ ଓ ସନ୍ଧ୍ୟାବେଳକୁ ଗୋଟିଏ ବଣ ଭିତରେ ପହଞ୍ଚିଲେ। ସେହି ଜଙ୍ଗଲରେ ଦୁର୍ଦ୍ଧର୍ଷ ବଣୁଆ ଲୋକମାନେ ରହୁଥିଲେ। ବିନ୍ଧ୍ୟକେତୁ ସେମାନଙ୍କର ରାଜା ଥିଲା ଓ ତା ଆଦେଶରେ ତା ଲୋକମାନେ ଚଣ୍ଡୀ ଠାକୁରାଣୀଙ୍କ ପାଖରେ ବଳି ଦେବା ପାଇଁ ଲୋକ ଖୋଜୁଥିଲେ। ସେମାନେ ସୁନ୍ଦର ସେନ ଓ ଦୃଢ଼ବୁଦ୍ଧିକୁ ପାଇଗଲେ। ସେମାନଙ୍କ ଚେହେରାରୁ ସେମାନେ ବୀର ବୋଲି ସେମାନେ ଜାଣିଗଲେ ଓ ସେମାନଙ୍କୁ ଧରିବା ସହଜ ହେବ ନାହିଁ ବୋଲି ମନେ କଲେ। ତଥାପି ରାଜାର ଆଦେଶକୁ ମାନି ସେମାନେ ରାଜକୁମାର ଓ ତାର ବନ୍ଧୁକୁ ଆକ୍ରମଣ କଲେ। 5ଟି ଅଗ୍ନି, ବିଦେଶ ଜାଗା, ବିଚ୍ଛେଦ ଦୁଃଖ, ଜଣେ ନୀଚ ଲୋକର ପ୍ରତାରଣା, ଅନାହାର ଓ ଭ୍ରମଣ ଜନିତ କ୍ଳାନ୍ତି ରାଜକୁମାରକୁ ଧ୍ୱଂସପ୍ରାୟ କରିଦେଇଥିଲା। ବର୍ତ୍ତମାନ ଭାଗ୍ୟ 6ଠ ଅଗ୍ନିକୁ ଜନ୍ମ ଦେଲା। ବଣୁଆ ଲୋକଙ୍କ ସହିତ ଘୁମାଘୋଟ ଲଢ଼େଇ ଯେମିତି ତାର ସାହସକୁ ଡାକରା ଦେଲା। ନିଜକୁ ରକ୍ଷା କରିବା ପାଇଁ ତା ପାଖରେ କେବଳ ଛୋଟ ଖଣ୍ଡାଟିଏ ଥିଲା। ସେଇଥିରେ ସେ ତାକୁ ଆକ୍ରମଣ କରିବାକୁ ଆସିଥିବା ଅନେକ ବଣୁଆ ଲୋକଙ୍କୁ ମାରି ପକାଇଲା। ଦୃଢ଼ବୁଦ୍ଧି ବି ରାଜକୁମାର ଭଳି ସମାନ ସାହସ ଓ ବୀରତ୍ୱରେ ଲଢ଼ିଲା। ସେ ବଣୁଆ ଲୋକଙ୍କୁ ସଂହାର କରି ଚାଲିଲା। ଖୁବ୍ କମ୍ ବଣୁଆ ଲୋକ ବଞ୍ଚିଗଲେ। ଏହା ଭିତରେ ଆହୁରି ବହୁତ ବଣୁଆ ଲୋକ ଆସି ପହଞ୍ଚି ଯାଇଥିଲେ। ରାଜକୁମାର ଓ ତାର ବନ୍ଧୁ ଦୃଢ଼ବୁଦ୍ଧି ସେମାନଙ୍କ ଦେହରେ ବହୁତ ଅସ୍ତ୍ରାଘାତ ପାଇଥିଲେ ଓ ରକ୍ତସ୍ରାବ ହେତୁ ଦୁର୍ବଳ ହୋଇ ପଡ଼ିଥିଲେ ଓ ବେଶୀ ସମୟ ଲଢ଼ି ପାରିଲେ ନାହିଁ। ସେମାନେ ଲଢ଼ି ଲଢ଼ି ଶେଷରେ ବଣୁଆ ଲୋକଙ୍କ ହାତରେ ଧରା ପଡ଼ିଲେ। ସେମାନଙ୍କୁ ବାନ୍ଧି ନିଆଗଲା ଓ ମଇଳା ପୋକ ଭଣ ଭଣ ଅନ୍ଧାରିଆ ଗୁମ୍ଫା ଭିତରକୁ ସେମାନଙ୍କୁ ଠେଲି ଦିଆଗଲା। ସେମାନେ ସେହି ଗୁମ୍ଫାରେ ଆଉ କେତେଜଣଙ୍କୁ ଦେଖିଲେ। ସେମାନଙ୍କୁ ନିରୀକ୍ଷେଇ ଦେଖି ରାଜକୁମାର ତାର ବନ୍ଧୁ ବୀରଭୁଜ ଓ ବିକ୍ରମ ଶକ୍ତିକୁ ମଧ୍ୟ ଚିହ୍ନି ପାରିଲେ। ସେମାନେ ମଧ୍ୟ ସେମାନଙ୍କର ରାଜକୁମାରକୁ ଚିହ୍ନିପାରି ପାଦ ତଳେ ପଡ଼ିଗଲେ। ନିଜର ଓ ନିଜର ବନ୍ଧୁମାନଙ୍କର ଏହି ଦୁର୍ଦ୍ଦଶା ରାଜକୁମାରର ଦୁଃଖକୁ ଦ୍ୱିଗୁଣିତ କରିଦେଲା। କିନ୍ତୁ ତାକୁ ଅନ୍ୟମାନେ ସାନ୍ତ୍ୱନା ଦେଲେ। ବନ୍ଦୀମାନଙ୍କ ଭିତରେ ଅନ୍ୟ କେତେଜଣ ଥିଲେ ଯେଉଁମାନେ ରାଜକୁମାର କି ତାଙ୍କର ବନ୍ଧୁମାନଙ୍କୁ ଜାଣିନଥିଲେ। ସେମାନଙ୍କ ଭିତରୁ ଜଣେ କହିଲା, ମହାଶୟ, କାନ୍ଦୁଛନ୍ତି କାହିଁକି?
ପୂର୍ବଜନ୍ମରେ ଅର୍ଜିଥିବା କର୍ମର ଫଳକୁ କିଏ ବା ବର୍ତ୍ତି ପାରିବ? କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ଅଧରାତିରେ ଆମେ ସମସ୍ତଙ୍କୁ ଚଣ୍ଡୀଙ୍କ ପାଖରେ ବଳି ଦିଆଯିବା କଥା କ'ଣ ଆପଣ ଜାଣିନାହାନ୍ତି? ବଣୁଆ ଲୋକମାନଙ୍କର ରାଜା ଆମକୁ ସେଥିପାଇଁ ଏଠାରେ ଆଣି ରଖିଛି। ତେଣୁ କାନ୍ଦି ଆଉ ଲାଭ ନାହିଁ। ଭାଗ୍ୟର ନିଷ୍ପତ୍ତି ଅଦ୍ଭୁତ। ଆମେ ବିପଦକୁ କୋଳେଇ ନଥିଲୁ, ତେଣୁ ଭାଗ୍ୟ ଆମକୁ ସୁଖ ବି ଦେଇପାରେ। ସେଇ କାଳ ରାତି ପହଞ୍ଚିଲା। ରାତି ଅଧରେ ସମସ୍ତଙ୍କୁ ହାତ ପଛୁଆ ବାନ୍ଧି ଆଲୁଅରେ ଚଣ୍ଡୀ ମନ୍ଦିରକୁ ନିଆଗଲା। ସୁନ୍ଦରସେନ ଦେବୀଙ୍କ ଉପରେ ଦୃଷ୍ଟି ସ୍ଥିର ରଖି ପ୍ରାର୍ଥନା କଲା, ହେ ମା, ତମେ ତ୍ରିଶୂଳରେ ଅସୁରମାନଙ୍କୁ ମାରି ଦେବତାମାନଙ୍କ ବିପଦକୁ ଦୂର କରିଛ। ତମେ ତମ ଭକ୍ତମାନଙ୍କୁ ସବୁ ଅବସ୍ଥାରେ ଓ ସବୁବେଳେ ରକ୍ଷା କରି ଆସିଛ। ତମେ ତମର ଅମୃତମୟ କୃପା ଦୃଷ୍ଟିରେ ଥରେ ଦୁଃଖରେ ଧ୍ୱଂସପ୍ରାୟ ହୋଇଯାଇଥିବା ତମର ବିନୀତ ଭକ୍ତକୁ ଚାହଁ। ମାତାମାନଙ୍କର ମାତା, ସର୍ଜନକାରୀମାନଙ୍କର ସର୍ଜନାକାରିଣୀ, ମୁଁ ତମକୁ ପ୍ରଣିପାତ କରୁଛି। ଏତକ ପ୍ରାର୍ଥନା କରି ସୁନ୍ଦରସେନ ତାର ଆଖି ବନ୍ଦ କଲା। ସେତିକିବେଳେ ବିନ୍ଧ୍ୟକେତୁ ଦେବୀଙ୍କୁ ପୂଜା କରିବାକୁ ଓ ବଳି ଦେବାକୁ ଆସିଲା। ସୁନ୍ଦରସେନ ତାକୁ ଚିହ୍ନି ପାରିଲା ଓ ବନ୍ଧୁମାନଙ୍କୁ ନିମ୍ନ ସ୍ୱରରେ କହିଲା, ଇଏ ମୋ ବାପାମାନଙ୍କର ସାମନ୍ତମାନଙ୍କ ଭିତରୁ ଜଣେ ବିନ୍ଧ୍ୟକେତୁ। ମୋ ବାପାଙ୍କୁ ସଲାମି ଦେଇ ସେ ବଣ ରାଜ୍ୟକୁ ଶାସନ କରୁଛି। ଦେଖାଯାଉ କ'ଣ ହେଉଛି। ଆମେ ତାକୁ ଚିହ୍ନା ଦେବା ନାହିଁ। ବିପଦ ପଡ଼ିଥିଲା ବେଳେ ଚିହ୍ନା ଦେଇ ରକ୍ଷା ପାଇବା ଜଣେ ଆତ୍ମସମ୍ମାନବନ୍ତ ଲୋକ ପକ୍ଷରେ ମରିବା ସହିତ ସମାନ। ବିନ୍ଧ୍ୟକେତୁ ପୂଜା ସାରି ତାର ଲୋକମାନଙ୍କୁ ପାଖକୁ ଡାକି ଜାଣିବା ପାଇଁ ଚାହିଁଲା ଯେ କେଉଁ ଲୋକ ଧରା ହେବା ପୂର୍ବରୁ ତାର ଏତେ ଗୁଡ଼ାଏ ଲୋକଙ୍କୁ ମାରି ପକାଇଲା। ସେମାନେ ତାକୁ ବହୁ ଶସ୍ତ୍ରାଘାତର ଚିହ୍ନ ଦେହରେ ଥିବା ସୁନ୍ଦରସେନକୁ ଦେଖାଇ କହିଲେ। ବିନ୍ଧ୍ୟକେତୁର ଝାପ୍ସା ମନେ ପଡ଼ିଲା ଯେ ସେହି ଯୁବକକୁ କେଉଁଠି ଦେଖିଛି, କିନ୍ତୁ ସେ ଠିକ୍ ଭାବେ ମନେ ପକାଇ ପାରିଲା ନାହିଁ। ସେ ତାର ସନ୍ଦେହ ଦୂର କରିବାକୁ ପଚାରିଲା, ତମେ କିଏ ଓ କେଉଁଠୁ ଆସିଛ? ସୁନ୍ଦରସେନ ଉତ୍ତର ଦେଲା, ସେସବୁ ତମର ଜାଣିବା ଦରକାର ନାହିଁ। ତମେ ତମ କାମ କର। ବିନ୍ଧ୍ୟକେତୁ ସୁନ୍ଦରସେନର କଣ୍ଠସ୍ୱରରୁ ତାକୁ ଚିହ୍ନି ପାରିଲା ଏବଂ ଅନୁତାପ କରି ତାର ପାଦ ତଳେ ପଡ଼ିଗଲା। ସେ ବଡ଼ ପାଟିରେ କହିଲା, ହେ ମହାନ ରାଜା ମହାସେନ, ମୁଁ ଜାଣେ ନାହିଁ ଆପଣଙ୍କର ପୁଅ ରାଜକୁମାର ସୁନ୍ଦରସେନ କାହିଁକି ଏଠାକୁ ଆସିଥିଲେ। ମୁଁ ତାଙ୍କୁ ଅନେକ ଅଭୁଲା ଓ ଅକ୍ଷମଣୀୟ ଯନ୍ତ୍ରଣା ଦେଇଛି। ତାଙ୍କୁ ଆଦର ଅଭ୍ୟର୍ଥନା ନ କରି ମୁଁ ତାଙ୍କୁ କଷ୍ଟ ଦେଇଛି। ସେଥିପାଇଁ ଦେବତାମାନେ ମୋତେ ଅଭିଶାପ ଦେବା ଉଚିତ। ଏମିତି ଅନୁତାପ କରି ସେ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲା। ରାଜକୁମାର ତାକୁ ସାନ୍ତ୍ୱନା ଦେଇ କହିଲେ, ଆମେ ଉଭୟ ଭାଗ୍ୟବାନ। ନିୟତି ଓ ଦେବୀଙ୍କ କରୁଣା ଆମକୁ ରକ୍ଷା କରିଛି। ବିନ୍ଧ୍ୟକେତୁ ଚଣ୍ଡୀଙ୍କୁ ପୂଜା କଲା ଓ ବଳି ପଡ଼ିବାକୁ ବନ୍ଧା ହୋଇଥିବା ସବୁ ଲୋକଙ୍କୁ ମୁକୁଳାଇ ଦେଲା। ସେ ସେମାନଙ୍କୁ ସ୍ନାନ କରାଇ ସୁସ୍ୱାଦୁ ଭୋଜନ କରିଲା। ସେମାନେ କିଛି ସମୟ ବିଶ୍ରାମ କରି ଯେ ଯାହା ଘରକୁ ଚାଲିଗଲେ। ବିନ୍ଧ୍ୟକେତୁ ରାଜକୁମାରର ଯତ୍ନ ନେଲା। ତାର କ୍ଷତ ଚିହ୍ନ ସବୁକୁ ଧୋଇ ସଫା କରାଯାଇ ଔଷଧ ଲଗାଇ ଦିଆଗଲା। ଅଳ୍ପ ଦିନ ଭିତରେ ରାଜକୁମାର ତାର ପୂର୍ବ ସ୍ୱାସ୍ଥ୍ୟ ଓ ବଳ ଫେରି ପାଇଲା। ଏହି ସମୟରେ ବିନ୍ଧ୍ୟକେତୁର ଲୋକମାନେ ତା ସମ୍ମୁଖରେ ଜଣେ ବଣିକ ଯୁବକ ଓ ତାର ନାବିକମାନଙ୍କ ସହ ଜଣେ ଯୁବତୀକୁ ହାଜର କରାଇଲେ। ଦୁଷ୍ଟ ବଣିକ ମନ୍ଦାରବତୀକୁ ସାଙ୍ଗରେ ନେଇ ତା ଘରକୁ ଯାଉଥିଲା। ବଣିକ ତାର ସବୁ ଦୋଷ ମାନିଗଲା। ରାଗରେ ବିନ୍ଧ୍ୟକେତୁ ତାକୁ ଫାଶୀ ଦେବାକୁ ହୁକୁମ ଦେଲା। ମନ୍ଦାରବତୀ ଦୌଡ଼ି ଯାଇ ରାଜକୁମାରର ପାଦ ତଳେ ପଡ଼ିଗଲା। ରାଜକୁମାର ତାକୁ ଉଠାଇ ସାନ୍ତ୍ୱନା ଦେଲା। ତାପରେ ସେ ବିନ୍ଧ୍ୟକେତୁକୁ ବଣିକକୁ କ୍ଷମା କରିବା ପାଇଁ କହିଲା। ବିନ୍ଧ୍ୟକେତୁ ସୁନ୍ଦରସେନର କଥା ରଖି ବଣିକକୁ ଜୀବନରେ ମାରିଲା ନାହିଁ, କିନ୍ତୁ ତାର ସମସ୍ତ ଧନ ସମ୍ପତ୍ତିକୁ ବାଜ୍ୟାପ୍ତ କଲା। ରାଜକୁମାର ଓ ତାଙ୍କର ବନ୍ଧୁମାନଙ୍କୁ ଆଉ ଅଧିକ ଦିନ ରଖିବା ଉଚିତ ନୁହେଁ ବୋଲି ବିନ୍ଧ୍ୟକେତୁ ମନେ କଲା। ସେମାନଙ୍କର ପିଲାମାନଙ୍କର ଅବସ୍ଥା ଜାଣି ନ ପାରି ସେମାନେ ଦୁଃଖରେ ଥିଲେ। ରାଜକୁମାର, ରାଜକନ୍ୟା ଓ ରାଜକୁମାରଙ୍କର ବନ୍ଧୁମାନଙ୍କ ପାଇଁ ଉତ୍ତମ ଯାନବାହନର ବ୍ୟବସ୍ଥା କରିଦିଆଗଲା। ରାଜକୁମାର ଓ ତାଙ୍କ ସ୍ତ୍ରୀ ଆସୁଛନ୍ତି ବୋଲି ଆଗତୁରା ଖବର ଦେବା ପାଇଁ ଅଳକାକୁ ଦୂତ ପଠାଗଲା। ଅଳକାରେ ଖବର ପାଇ ଦୁଇ ରାଜା ବିଧାତାଙ୍କୁ ଧନ୍ୟବାଦ ଜଣାଇ ପୂଜାପାଠ କଲେ। ରାଜକୁମାର ଓ ତାର ବନ୍ଧୁମାନେ ସୁନ୍ଦର ସୁନ୍ଦର ଘୋଡ଼ାରେ ଚଢ଼ିଲେ ଓ ରାଜକୁମାରୀକୁ ଗୋଟିଏ ସୁନ୍ଦର ପାଲିଙ୍କିରେ ନିଆଗଲା। କମ୍ ସମୟ ଭିତରେ ସେମାନେ ଅଳକାରେ ପହଞ୍ଚିଗଲେ। ସେମାନଙ୍କର ଆଗମନ ପାଇଁ ଅଳକାକୁ ଖୁବ୍ ସୁନ୍ଦର ଭାବରେ ସଜା ହୋଇଥିଲା। ନର, ନାରୀ, ବାଳକ, ବାଳିକା ସମସ୍ତେ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ହର୍ଷୋଲ୍ଲାସରେ ରାଜକୁମାର ଓ ରାଜକନ୍ୟାଙ୍କୁ ସ୍ୱାଗତ କଲେ। ରାଜପଥର ଦୁଇ ପାର୍ଶ୍ୱରେ ଥିବା କୋଠାମାନଙ୍କ ଉପରୁ ଲୋକମାନେ ସେମାନଙ୍କ ଉପରକୁ ପୁଷ୍ପବୃଷ୍ଟି କଲେ। ରାଜା ମହାସେନ ଓ ମନ୍ଦରଦେବ ତାଙ୍କ ପିଲାମାନଙ୍କ ପାଖକୁ ଆଗେଇ ଗଲେ। ବାପାଙ୍କୁ ଦୂରରୁ ଦେଖି ରାଜକୁମାର ଘୋଡ଼ାରୁ ଓହ୍ଲାଇ ତାଙ୍କ ପାଖକୁ ଆସି ତାଙ୍କର ପାଦ ତଳେ ପଡ଼ିଗଲେ। ତାର ବନ୍ଧୁମାନେ ମଧ୍ୟ ଅନୁରୂପ କଲେ। ମନ୍ଦାର ବସିଥିବା ପାଲିଙ୍କିକୁ ଅନ୍ତପୁରକୁ ନିଆଗଲା।
ରାଜକୁମାର ତାର ପ୍ରେମିକାର ହାତ ଧରି ତାର ମାଆଙ୍କ ପାଖକୁ ନେଲା ଓ ଦୁହେଁ ରାଣୀଙ୍କର ପାଦ ତଳେ ପଡ଼ିଗଲେ। ରାଣୀ ସେମାନଙ୍କୁ ଆନନ୍ଦରେ ଆଲିଙ୍ଗନ କଲେ ଓ ଲୁହ ଭର୍ତ୍ତି ଆଖିରେ ଆଶୀର୍ବାଦ ଦେଲେ। ମନ୍ଦରଦେବଙ୍କର ପୁଅ ନଥିଲା। ସେ ତତ୍କ୍ଷଣାତ୍ ସେଇଠାରେ ତାଙ୍କର ଝିଅର ବିବାହ ଉତ୍ସବ ପାଳନ କଲେ ଓ ତାଙ୍କର ସମସ୍ତ ସମ୍ପତ୍ତି ଓ ରାଜ୍ୟ ତାଙ୍କର ଜ୍ୱାଇଁଙ୍କୁ ଦେଇଦେଲେ। ରାଜା ମହାସେନ ସୁନ୍ଦରସେନକୁ ରାଜା କରାଇଦେଲେ। ସୁନ୍ଦରସେନ ରାଜା ହୋଇ ବହୁତ ଦେଶ ଜୟ କଲା ଓ ତାର ମନ୍ତ୍ରୀ ଦୃଢ଼ବୁଦ୍ଧି ଓ ଅନ୍ୟ ମନ୍ତ୍ରୀମାନଙ୍କ ସହାୟତାରେ ଅନେକ ବର୍ଷ ଧରି ଶାସନ କଲା। ଉପସଂହାରରେ ଗୋମୁଖ କହିଲେ, ହେ ଯୁବରାଜ, ମୁହୂର୍ତ୍ତକ ପାଇଁ ବିଚ୍ଛେଦ ଦୁଃଖ ସହିବା ହିଁ ବୀରତ୍ୱ। ଆପଣଙ୍କ ଯୁବରାଣୀ ମଦନମଞ୍ଜୁକାଙ୍କ ସହିତ ଖୁବ୍ ଶୀଘ୍ର ମିଳନ ହେବ। ବୀରମାନଙ୍କୁ ହିଁ ଏମିତି ବିପଦ ପଡ଼େ ଓ ସେହି ବିପଦକୁ ଅତିକ୍ରମ କରି ସେମାନେ ସ୍ଥାୟୀ ସୁଖ ପାଆନ୍ତି। ଗୋମୁଖଙ୍କ କଥା ଶୁଣି ଯୁବରାଜ କିଛି ସାନ୍ତ୍ୱନା ପାଇଲେ, କିନ୍ତୁ ରାତିରେ ସେ ଶୋଇପାରିଲେ ନାହିଁ। ସମାପ୍ତ।